ଭାବନ୍ତୁ ତୁମେ ଯଦି 18ଶ ଶତାବ୍ଦୀର ଫ୍ରାନ୍ସରେ ଜନ୍ମ ନେଇଥାନ୍ତ, ତେବେ ତୁମ ଭବିଷ୍ୟତ ତୁମର ପରିଶ୍ରମ ନୁହେଁ ବରଂ ତୁମ ଜନ୍ମ ନିର୍ଣ୍ଣୟ କରିଥାନ୍ତା। ଯଦି ତୁମେ ଉଚ୍ଚ ବର୍ଗରେ ଜନ୍ମ ନେଇଥାନ୍ତ, ତେବେ ସମ୍ମାନ, ଅଧିକାର ଓ ସମସ୍ତ ସୁବିଧା ତୁମ ପାଇଥାନ୍ତା। କିନ୍ତୁ ଯଦି ତୁମେ ସାଧାରଣ ପରିବାରରେ ଜନ୍ମ ନେଇଥାନ୍ତ, ତେବେ ଅତ୍ୟାଚାର, ଟ୍ୟାକ୍ସର ବୋଝ ଓ ସଂଘର୍ଷ ହିଁ ତୁମର ଜୀବନ ହୋଇଯାଇଥାନ୍ତା। ଏହା ହିଁ ଥିଲା ଫରାସୀ ବିପ୍ଳବ ପୂର୍ବରୁ ଫ୍ରାନ୍ସର ସାମାଜିକ ପରିସ୍ଥିତି। 18ଶ ଶତାବ୍ଦୀରେ ୟୁରୋପ ଏପର୍ଯ୍ୟନ୍ତ ମଧ୍ୟଯୁଗୀୟ ସମାଜ ବ୍ୟବସ୍ଥାର ପରମ୍ପରାକୁ ଫଲୋ କରୁଥିଲା। ଫରାସୀ ବିପ୍ଳବ ପୂର୍ବରୁ ଫ୍ରାନ୍ସର ସାମାଜିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଏହା ପୁରୁଣା, ଅଯୌକ୍ତିକ ଏବଂ ଅତ୍ୟାଚାରୀ ବ୍ୟବସ୍ଥା ଥିଲା। ପ୍ରାୟ 25 ମିଲିୟନ ଜନସଂଖ୍ୟା ବିଶିଷ୍ଟ ଫ୍ରାନ୍ସକୁ 3ଟି ଷ୍ଟେଟ୍ରେ ଭାଗ କରାଯାଇଥିଲା। ପ୍ରଥମ ଷ୍ଟେଟ୍ରେ ଥିଲେ କ୍ଲର୍ଜି ବା ଚର୍ଚ୍ଚର ଧର୍ମଗୁରୁମାନେ, ଦ୍ୱିତୀୟ ଷ୍ଟେଟ୍ରେ ଥିଲେ ଅଭିଜାତ ବର୍ଗ ଏବଂ ତୃତୀୟ ଷ୍ଟେଟ୍ରେ ଥିଲେ ମଧ୍ୟବର୍ଗ ଓ କୃଷକ ସହିତ ସାଧାରଣ ଜନତା। ଏହା କେବଳ ସାମାଜିକ ବିଭାଜନ ନୁହେଁ, ବରଂ ଏପରି ଏକ ବ୍ୟବସ୍ଥା ଥିଲା ଯେଉଁଠାରେ କେତେକ ଲୋକ ସମସ୍ତ ସୁବିଧା ଉପଭୋଗ କରୁଥିଲେ ଏବଂ ଅଧିକାଂଶ ଲୋକ ବିଭିନ୍ନ ପ୍ରକାରର ବୋଝରେ ଦବି ହେଇକି ରହିଥିଲେ। ସାଙ୍ଗମାନେ, ପ୍ରଥମେ ଆସନ୍ତୁ ପ୍ରଥମ ଷ୍ଟେଟ୍ ବିଷୟରେ ଜାଣିବା। ଫରାସୀ ବିପ୍ଳବ ସମୟରେ କ୍ଲର୍ଜି ଓ ଅଭିଜାତ ବର୍ଗ ମିଶି ଫ୍ରାନ୍ସର ମୋଟ ଜନସଂଖ୍ୟାର ମାତ୍ର 1% ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏହି ଛୋଟ ବର୍ଗର ହାତରେ ସର୍ବାଧିକ ଶକ୍ତି ଓ ସୁବିଧା ଥିଲା। ସେଥିପାଇଁ ସେମାନଙ୍କୁ ବିଶେଷ ସୁବିଧାପ୍ରାପ୍ତ ବର୍ଗ ବା ପ୍ରିଭିଲେଜ୍ କ୍ଲାସ୍ ବୋଲିକି କୁହାଯାଉଥିଲା। ଫ୍ରାନ୍ସର ସର୍ବାଧିକ ଜମି ସେମାନଙ୍କ ଅଧୀନରେ ଥିଲା। ସେମାନେ ତୃତୀୟ ଷ୍ଟେଟ୍ ଠାରୁ ଫିଉଡାଲ ଡ୍ୟୁଜ୍, ଯାହାକି ସାମନ୍ତମାନଙ୍କୁ ଦିଆଯାଉଥିବା ଗୋଟିଏ କର, ଏବଂ ଚର୍ଚ୍ଚ ଡ୍ୟୁଜ୍ ଅର୍ଥାତ୍ ଚର୍ଚ୍ଚକୁ ଦିଆଯାଉଥିବା କର ସେମାନେ ଆଦାୟ କରୁଥିଲେ। କ୍ଲର୍ଜିମାନଙ୍କୁ କର ଦେବାକୁ ପଡ଼ୁନଥିଲା। ରାଜାଙ୍କ ମନ୍ତ୍ରୀମାନଙ୍କ ସହ ସେମାନଙ୍କର ଘନିଷ୍ଠ ସମ୍ପର୍କ ଥିଲା ଏବଂ ଆଇନ ପ୍ରୟୋଗ ସମୟରେ ମଧ୍ୟ ସେମାନଙ୍କୁ ବିଶେଷ ସୁବିଧା ମିଳୁଥିଲା। ଅର୍ଥାତ୍ ଯଦି କୌଣସି କଠୋର ଆଇନ ସମାଜରେ ପ୍ରୟୋଗ ହେଉଛି, ତେବେ କ୍ଲର୍ଜିମାନେ ସେହି ଆଇନରୁ ବଞ୍ଚିତ ହେଇକି ରହିଯାଉଥିଲେ। କିନ୍ତୁ ସାଙ୍ଗମାନେ, ପ୍ରଥମ ଷ୍ଟେଟ୍ ଭିତରେ ମଧ୍ୟ ସମସ୍ତେ ସମାନ ନଥିଲେ। ଉଚ୍ଚ କ୍ଲର୍ଜି, ଯେଉଁମାନଙ୍କ ମଧ୍ୟରେ ଆର୍କବିଶପ୍, ବିଶପ୍ ଏବଂ ଏବଟ୍ ଥିଲେ, ସେମାନେ ନିଜ ପ୍ୟାଲେସ୍ ଓ ମୋନାଷ୍ଟ୍ରିରେ ବହୁତ ବିଳାସପୂର୍ଣ୍ଣ ଜୀବନ ବା ଲକ୍ଜରିୟସ୍ ଲାଇଫ୍ ବିତାଉଥିଲେ। ଚର୍ଚ୍ଚର ଅଧୀନରେ ଫ୍ରାନ୍ସର ପ୍ରାୟ 1/5 ଜମି ଥିଲା, ଯେଉଁଠାରୁ କି ବହୁତ ରେଭେନ୍ୟୁ ଆସୁଥିଲା। ଏହା ସହିତ ଚର୍ଚ୍ଚ କୃଷକମାନଙ୍କଠାରୁ ଥେଇତ୍ ଆଦାୟ କରୁଥିଲା, ଯାହା କୃଷକମାନଙ୍କ ଏଗ୍ରିକଲଚରାଲ ପ୍ରୋଡ୍ୟୁସର 1/10 ଭାଗ ଥିଲା। ସାଙ୍ଗମାନେ, ଧ୍ୟାନ ଦେବେ ଯେ ଚର୍ଚ୍ଚର ଅଧିକାଂଶ ଇନକମ୍ ହାୟର କ୍ଲେର୍ଜି ବା ଉଚ୍ଚ କ୍ଲେର୍ଜିମାନଙ୍କ ପାଖକୁ ଯାଉଥିଲା। ସେମାନଙ୍କ ସଂଖ୍ୟା କେବଳ 5000ରୁ 6000 ଥିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ତୁମର ରାଜଦରବାରରେ ରହୁଥିଲେ। କିନ୍ତୁ ଅନ୍ୟପଟେ ଲୋଅର କ୍ଲର୍ଜିମାନଙ୍କ ପାଖକୁ ଯଦି ଯିବା, ଯେଉଁମାନେ କି ଚର୍ଚ୍ଚର ପ୍ରକୃତ କାମ କରୁଥିଲେ, ସେମାନେ ହାୟର କ୍ଲେର୍ଜିଙ୍କ ପରି ସୁବିଧା ପାଉନଥିଲେ। ହାୟର କ୍ଲେର୍ଜି ସାଧାରଣତଃ ଅଭିଜାତ ବର୍ଗରୁ ଆସୁଥିଲେ ଏବଂ ଲୋଅର କ୍ଲେର୍ଜି ଅଧିକାଂଶ ସମୟରେ ତୃତୀୟ ଷ୍ଟେଟ୍ର ଲୋକ ଥିଲେ। ଅର୍ଥାତ୍ ପ୍ରଥମ ଷ୍ଟେଟ୍ ଭିତରେ ମଧ୍ୟ ଅସମାନତା ଥିଲା। ବନ୍ଧୁଗଣ, ଏବେ ଆସନ୍ତୁ ଦ୍ୱିତୀୟ ଷ୍ଟେଟ୍ ଅର୍ଥାତ୍ ଅଭିଜାତ ବର୍ଗ ବିଷୟରେ ଜାଣିବା। ଫ୍ରାନ୍ସର ସମାଜରେ ଅଭିଜାତମାନଙ୍କର ଏକ ବିଶେଷ ସ୍ଥାନ ଥିଲା। ସେମାନେ କେବଳ ଜନ୍ମ ଆଧାରରେ ନିଜ ସ୍ଥାନ ଦାବି କରୁଥିଲେ ଏବଂ ଅନେକ ବିଶେଷ ଅଧିକାର ମଧ୍ୟ ଉପଭୋଗ କରୁଥିଲେ। ସେମାନଙ୍କୁ ଗ୍ରାଣ୍ଡ ନୋବଲ୍ସ ବୋଲିକି କୁହାଯାଉଥିଲା। ଅଭିଜାତମାନଙ୍କ ମଧ୍ୟରୁ ପ୍ରାୟ 1000 ଅଭିଜାତ ବ୍ୟକ୍ତି ଏମିତି ଥିଲେ ଯେଉଁମାନେ କି ଭର୍ସାଇଲ୍ରେ ଦରବାରୀ ଭାବରେ ରହୁଥିଲେ, ଯେତେବେଳେ କି ଅନ୍ୟ ଲୋକମାନେ ନିଜ ଅଞ୍ଚଳରେ ରହୁଥିଲେ। ସମୟ ସହିତ ଆଉ ଏକ ନୂଆ ଅଭିଜାତ ବର୍ଗ ସୃଷ୍ଟି ହେଲେ। ସେମାନେ ମୂଳତଃ ମିଡିଲ୍ କ୍ଲାସର ଧନୀ ଲୋକମାନେ ଥିଲେ, ଯେଉଁମାନେ କି ଟଙ୍କା ଦେଇକି ଅଭିଜାତ ବର୍ଗର ବିଶେଷ ଅଧିକାର କିଣିଥିଲେ। ସେମାନଙ୍କୁ ନୋବିଲିଟି ଅଫ୍ ଦ ରୋବ୍ ବୋଲିକି କୁହାଯାଉଥିଲା। ଧୀରେ ଧୀରେ ଅଭିଜାତମାନଙ୍କର ରାଜନୈତିକ ଶକ୍ତି କମିଥିଲେ ମଧ୍ୟ ସେମାନଙ୍କର ସେନା, ଚର୍ଚ୍ଚ ଏବଂ ସରକାରୀ ଉଚ୍ଚ ପଦବୀ ଉପରେ ଅଧିକାର ରହିଥିଲା। ଅନେକ ଅଭିଜାତମାନଙ୍କର ନିଜର ଜମି ନଥିଲା, ତଥାପି ସେମାନେ ପୁରୁଣା ସାମନ୍ତବାଦୀ ଅଧିକାର ମାଧ୍ୟମରେ ନିଜର ଇନକମ୍ କରୁଥିଲେ। ସେମାନଙ୍କୁ ବିଭିନ୍ନ କରରୁ ଛାଡ଼ ମିଳିଥିଲା ଏବଂ ଏହି ବିଶେଷ ସୁବିଧାର ସବୁଠାରୁ ଅଧିକ କ୍ଷତି
କୃଷକମାନଙ୍କୁ ସହିବାକୁ ପଡ଼ୁଥିଲା। ସାଙ୍ଗମାନେ ମନେ ରଖିଥିବେ ଯେ ଅଭିଜାତମାନଙ୍କର ସବୁଠାରୁ ପ୍ରିୟ ଖେଳ ଥିଲା ଶିକାର କରିବା। ଏହି ଖେଳ ଦ୍ୱାରା ସେମାନେ ନିଜ ଟାଇମ୍ ପାସ୍ କରୁଥିଲେ। ସେମାନଙ୍କର ଶିକାରୀ ପଶୁମାନେ ପ୍ରାୟତଃ କୃଷକମାନଙ୍କ ଫସଲକୁ ନଷ୍ଟ କରିଦେଉଥିଲେ। ତଥାପି କୃଷକମାନଙ୍କର ସେହି ପଶୁମାନଙ୍କୁ ଘଉଡ଼ିବା କିମ୍ବା ମାରିବାର କୌଣସି ଅଧିକାର ନଥିଲା, ଅର୍ଥାତ୍ ନୋବିଲିଟିମାନଙ୍କ ଟାଇମ୍ ପାସ୍ରେ ମଧ୍ୟ କୃଷକମାନଙ୍କ କ୍ଷତି ହେଉଥିଲା। ଏହି କାରଣରୁ ସାଧାରଣ କୃଷକମାନଙ୍କର ଦୁଃଖ ଦିନକୁ ଦିନ ବଢ଼ି ଚାଲିଥିଲା। ବନ୍ଧୁଗଣ, ଏପର୍ଯ୍ୟନ୍ତ ଆମେ ଫ୍ରାନ୍ସର ଏହି ଦୁଇଟି ଷ୍ଟେଟ୍ ବିଷୟରେ ଜାଣିଲୁ, ଯେଉଁମାନଙ୍କ ସଂଖ୍ୟା ବହୁତ କମ୍ ଥିଲା, ତଥାପି ଶକ୍ତି ଓ ସମସ୍ତ ବିଶେଷ ସୁବିଧା ସେମାନଙ୍କ ପାଖରେ ଥିଲା। କିନ୍ତୁ ଫ୍ରାନ୍ସର ପ୍ରକୃତ କାହାଣୀ ଏବେ ଆରମ୍ଭ ହେବ, ଯେଉଁଠାରେ ଫ୍ରାନ୍ସର 93% ଜନସଂଖ୍ୟା ରହୁଥିଲେ। ସେମାନଙ୍କ ଜୀବନ ଏତେ କଷ୍ଟଦାୟକ କାହିଁକି ହେଲା? କିପରି କରର ବୋଝ, ବାଧ୍ୟତାମୂଳକ ଶ୍ରମ ଓ ସାମାଜିକ ଅସମାନତା ସେମାନଙ୍କୁ ବିଦ୍ରୋହ କରିବା ପାଇଁ ବାଧ୍ୟ କରିଦେଲା? ଏହାକୁ ଆମେ ପରବର୍ତ୍ତୀ ଭାଗରେ ଡିଟେଲରେ ବୁଝିବା। ସେତେବେଳେ ଯାଇ ଆପଣମାନେ ପଢ଼ୁଥାନ୍ତୁ। This is Bimar, your history mentor and history educator. Keep watching, keep learning and keep growing. Thank you.